ଷଣ୍ଢ ଚୁଳିଆରେ ନିଆଁ ଲାଗିଛି। ଭୟଭୀତ ହୋଇ ଲୋକ ସନ୍ଧ୍ୟାବେଳୁ କହିଲେ କିଏ ଶୁଣିଲେନି। ଆମେ ସନ୍ଧ୍ୟାବେଳୁ ଏଠି ଆଜି ଏପଟେ ସେପଟେ ହଉଛୁ। କ'ଣ ହଉଛି, ଜନ୍ତୁ ଜୁନ୍ତା ସବୁ ଆସିକିରି ତଳେ ଗାଁ ଭିତରେ ପ୍ରବେଶ କରୁଛନ୍ତି। ଇଆଡ଼େ ପବନ ଘୁ ଘୁ ହୋଇ ଜଳୁଛି, ହଉଛି ପବନ ହଉଛି, ବଣ ନିଆଁ ଲାଗିଛି। ଫରେଷ୍ଟକୁ ରେଞ୍ଜରକୁ ଡାକିଲେ ମଧ୍ୟ କିଏ ଶୁଣିବାକୁ ନାହିଁ। ଆହୁରି ସେମାନେ ଆମକୁ କହୁଛନ୍ତି ଯେ ତମେ ଆଉ କ'ଣ କରୁଥିଲ, ଆମକୁ ଖବର ଦେଲନି। ଆମେ ଦରମା ପାଉଛୁ ନା ସେମାନେ ଦରମା ପାଉଛେ? ସେମାନେ ଖାଲି ପଇସା ନେବାର ଜାଣୁଛନ୍ତି, ଦରମା ନେଉଛନ୍ତି। କୋଟି କୋଟି ଟଙ୍କା ସରକାର ଖର୍ଚ୍ଚ ହେଉଛି, ସେ କଥା କିଏ ବୁଝିବାକୁ ନାହିଁ। ଆମେ ଲୋକାଲ ଲୋକ, ଆମେ କ'ଣ କରୁ ଆଜ୍ଞା? ଆମେ ଡାକିଲେ ମଧ୍ୟ ପଚାରୁଛନ୍ତି ସେମାନେ ଆମକୁ, ତମେ କ'ଣ କରୁଥିଲ, ଆମକୁ ଖବର ଦେଲନି। ଆମେ ଖବର ଦେବାରେ ଆମେ କ'ଣ ଜନସାଧାରଣ ଲୋକ ଯାଇ ଖବର ଦେବୁ? ସେମାନେ ଦରମା ପାଇ କ'ଣ କରିବେ? ଭୟଭୀତ ହେଇ ଲାଗୁଛି। ତେଣୁକରି ଆମେ 10-8 ହେଇକିରି ଆଇକିରି ବୁଲୁଛୁ, ସାଙ୍ଗସାଥି ହେଇକିରି ଦେଖୁଛୁ। ଖାଲି ନିଆଁଟା କୋଉ ପର୍ଯ୍ୟନ୍ତ ଗଲା, କେମିତି ଲିଭିବ, କ'ଣ ହବ, ଖାଲି ଏମିତି ଭାବୁଛୁ। ପବନ ତ ହଉଛି, ନିଆଁ ଲାଗୁଛି, ଜଳୁଛି, ବୁଲୁଛୁ। ଆଉ କ'ଣ କରୁ? ଏପଟେ ଗାଁ ଆଡ଼େ ନିଆଁ ଆଇବ କି କ'ଣ ହବ? ଜନ୍ତୁ ଜୁନ୍ତା ସବୁ ପ୍ରବେଶ କରୁଛନ୍ତି ଗାଁ ଭିତରକୁ। ବେଶୀ ଅସୁବିଧା ହେଉଛି। ଆଉ କାହିଁକି ହେଲେ ଆଜି ମୁଁ ଯାହା ଖବର ପାଇଲି 3-4 ଦିନ ହେଲା ନିଆଁ ଲାଗିଲାଣି ବୋଲି ଲୋକଙ୍କର ଯାହା ଖବର ପାଇଲି, କିନ୍ତୁ ମୁଁ ଆଜି ଜଷ୍ଟ ପାଣ୍ଡିଆ ପଥରୁ ଫେରୁଥିଲି, ଫେରିବା ଭିତରେ ଦେଖିଲି ଯେ ନିଆଁ ଲାଗିଛି। ପ୍ରାୟ 4-5 କିଲୋମିଟର ଧରି ନିଆଁ ଲାଗିଛି। ଯାହାଫଳରେ ମୁଁ ସମସ୍ତଙ୍କୁ ଖବର ଦେଲି, DFOକୁ, ରେଞ୍ଜରଙ୍କୁ, ଫରେଷ୍ଟରଙ୍କୁ ସମସ୍ତଙ୍କୁ ଜଣେଇଲି। ଜଣାଇବା ସତ୍ତ୍ୱେ ମଧ୍ୟ କାହାର ଏଠି ତଦାରଖା କିଛି ନାହିଁ କାହାର ମଧ୍ୟ। ଆଉ ସେମାନେ ଆସିକି କ'ଣ କରିବେ, ତାଙ୍କର ଫାୟାର କେମିତି ମାନେ ତାର ନିଭା ଯାଇପାରିବ, ସେ ଜିନିଷ ପାଇଁ ସେମାନେ କହିବା କଥା। ଆମେ ବି ଚେଷ୍ଟା କରୁଛୁ, ତଥାପି ନିଆଁ ଲିଭି ପାରୁନି, ଯାହାକି ଆହୁରି ବ୍ୟାପି ଚାଲିଛି, ଯାହାକି ଆହୁରି 10 କିଲୋମିଟର ପର୍ଯ୍ୟନ୍ତ ଯିବାର ସମ୍ଭାବନା ଅଛି। ଯଦି ତାକୁ ଏବେ ଯଦି ସମାପନ ନ କରାଯିବ, ତାର ଯଦି କାର୍ବନ ଡାଇଅକ୍ସାଇଡ ଗ୍ୟାସ୍ ଦେଇକି ଯଦି ନ ଲିଭା ଯାଇପାରିବ, ନିଶ୍ଚିତ ଭାବରେ ତା ଆଗକୁ ଆହୁରି ଯାଇକି ଜଙ୍ଗଲ ପୁରା ଧ୍ୱଂସ ହୋଇଯିବ। ଯେଉଁ ବୃକ୍ଷରୋପଣ କରାଯାଇଛି, ବୃକ୍ଷରୋପଣ ମଧ୍ୟ ସବୁ ନଷ୍ଟ ହୋଇଯିବ। ଆମେ ଚାହୁଁଛୁ କେମିତି ଫରେଷ୍ଟ ଡିପାର୍ଟମେଣ୍ଟ ସଚେତନ ହେଇ ଗାଁ ଲୋକଙ୍କର ସହଯୋଗ ମାଗି କେମିତି ନିଆଁ ଲିଭାଯିବ, ସେ ବ୍ୟବସ୍ଥା କଲେ ନିଶ୍ଚିତ ଭାବରେ ଆଗକୁ ଆଉ ବଢ଼ିବନି। ନିଶ୍ଚିତ ଭାବରେ ଏଇଠୁ ମାନେ ତାର ନିଆଁ ଲିଭିଲେ ଭଲ ହେଇପାରିବ।